ଛାତ୍ର ଛାତ୍ରୀ ଦର୍ଶକ ବନ୍ଧୁ ୟୁଟ୍ୟୁବ୍ ଚ୍ୟାନେଲ୍ ହ୍ୟାଣ୍ଡରାଇଟିଂ 100ରେ ଆପଣମାନଙ୍କୁ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା। ଚାଲନ୍ତୁ ଏହି ଭିଡ଼ିଓରେ ଏକ ସହଜ ଏବଂ ସୁନ୍ଦର ସ୍ୱାଧୀନତା ଦିବସ ଭାଷଣ ଆରମ୍ଭ କରିବା। ବରେଣ୍ୟ ସଭାପତି ମହୋଦୟ, ପୂଜ୍ୟ ପ୍ରଧାନାଚାର୍ଯ୍ୟ, ଗୁରୁଜୀ ଗୁରୁବାବୃନ୍ଦ ତଥା ମୋର ଛୋଟ ବଡ଼ ଭାଇ ଓ ଭଉଣୀମାନେ, ଆଜିର ଏ ପବିତ୍ର ଦିବସରେ ମୋତେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଅଛି। ଆଜି 2025 ମସିହା ଅଗଷ୍ଟ ମାସ 15 ତାରିଖ। ଆଜିର ଏହି ଦିବସଟି ସମସ୍ତ ଭାରତୀୟମାନଙ୍କ ପାଇଁ ଏକ ଗୌରବ, ସ୍ମରଣୀୟ, ଐତିହାସିକ ତଥା ଜାତୀୟ ପର୍ବ ଦିବସ ଅଟେ। ଆପଣମାନଙ୍କୁ ଜ୍ଞାତ ଥିବ ଯେ ଆମ ଦେଶ ଭାରତ 1947 ମସିହା ଅଗଷ୍ଟ ମାସ 15 ତାରିଖ ପୂର୍ବରୁ ଇଂରେଜମାନଙ୍କ ଦ୍ୱାରା ଶାସିତ ହେଉଥିଲା। ବାଣିଜ୍ୟ କରିବା ନାଁରେ ଇଂରେଜମାନେ କପଟତା କରି ଭାରତୀୟମାନଙ୍କର ଏକତାର ଅଭାବ ସୁଯୋଗ ନେଇ ଗୋଳା ବାରୁଦ ଏବଂ ବନ୍ଧୁକ ଦେଖାଇ ଡରାଇ ଶାସନ କରିଥିଲେ। ନିଜ ଇଚ୍ଛାରେ ଶାସନ କରି ଇଂରେଜମାନେ ବହୁତ ଧନରତ୍ନ ନିଜ ଦେଶକୁ ନେଇଯାଇଥିଲେ। ଇଂରେଜମାନଙ୍କ ବିରୁଦ୍ଧରେ ଧୀରେ ଧୀରେ ଭାରତୀୟଙ୍କ ମଧ୍ୟରେ ଜନ ଅସନ୍ତୋଷ କ୍ରମେ ଆନ୍ଦୋଳନର ରାସ୍ତା ଦେଖାଇଥିଲା। ଭାରତର ବୀର ସିପାହୀ ମଙ୍ଗଳ ପାଣ୍ଡେ ପ୍ରଥମେ ସିପାହୀ ବିଦ୍ରୋହର ଅଗ୍ନିକୁ ବ୍ୟାପକ କରିଥିଲେ।
ଏହି ଆନ୍ଦୋଳନରେ ରାଣୀ ଲକ୍ଷ୍ମୀବାଇ, ଭଗତ ସିଂ, ତାନ୍ତିଆ ଟୋପେ ପରି ବୀର ସନ୍ତାନ ମା ମାଟି ପାଇଁ ସଂଗ୍ରାମ କରି ଜୀବନକୁ ବଳି ଦେଇଥିଲେ। ଏହାପରେ ନେତାଜୀ ସୁଭାଷ ବୋଷ, ମହାତ୍ମା ଗାନ୍ଧୀ, ପଣ୍ଡିତ ନେହେରୁ, ସର୍ଦ୍ଦାର ପଟେଲ, ବାଲ ଗଙ୍ଗାଧର ତିଲକଙ୍କ ନେତୃତ୍ୱରେ ଆନ୍ଦୋଳନକୁ ସ୍ୱାଧୀନତା ହାସଲ ପର୍ଯ୍ୟନ୍ତ ଆଗେଇ ନେଇଯାଇଥିଲେ। ଆମ ରାଜ୍ୟର ବୀର ବାଳକ ବାଜି ରାଉତ, ଜୟୀ ରାଜଗୁରୁ, ସୁରେନ୍ଦ୍ର ସାଏଙ୍କ ବଳିଦାନ ଆମେ ଭୁଲିଯିବା ନାହିଁ। ଯେଉଁ ସ୍ୱାଧୀନତା ସଂଗ୍ରାମୀମାନଙ୍କର ସଂଗ୍ରାମ ବଳିଦାନରେ ଆଜି ଆମେ ସ୍ୱାଧୀନତା ଲାଭ କରିଛେ, ସେମାନଙ୍କର ଶ୍ରୀଚରଣରେ କୋଟି କୋଟି ପ୍ରଣାମ ଜଣାଉଅଛି। ଆଜି ଆମେ ସ୍ୱାଧୀନ ଭାରତୀୟ। ବିଶ୍ୱରେ ଆମ ଦେଶ ଏକ ବୃହତ୍ ଗଣତନ୍ତ୍ର ରାଷ୍ଟ୍ର ଭାବେ ପରିଚିତ। ଆମ ଦେଶ ଆଜି ଶିକ୍ଷା, ପ୍ରତିରକ୍ଷା, ପ୍ରଯୁକ୍ତିବିଦ୍ୟା, ସ୍ୱାସ୍ଥ୍ୟ, ଗବେଷଣା, ମାନବ ସମ୍ବଳ କ୍ଷେତ୍ରରେ ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିପାରିଛି। ଏହା ଆମର ସ୍ୱାଧୀନତା ପାଇଁ ସମ୍ଭବ ହୋଇପାରିଛି। ତ୍ରିରଙ୍ଗା ପତାକା ତଳେ ଆମେ ସମସ୍ତ ଭାରତୀୟ ଦେଶର ଏକତା ଉନ୍ନତିରେ ସହାୟକ ହେବା ପାଇଁ ଶପଥ ନେବା। ଆଜିର ପବିତ୍ର ଦିନରେ ମୁଁ ସମସ୍ତଙ୍କର ମଙ୍ଗଳ କାମନା କରି ମୋର ବକ୍ତବ୍ୟ ଶେଷ କରୁଅଛି। ଜୟ ହିନ୍ଦ, ଜୟ ଭାରତ।